ଯେଉଁମାନେ ଏନ୍ଆଇଏସ୍ରେ ଡିଏଲ୍ଇଡି କରିଛନ୍ତି ସେମାନଙ୍କ ପାଇଁ ଗୋଟେ ଭଲ ଖବର ଯେ ହାଇକୋର୍ଟଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ରହିଛି ଯେ ଜେଟି ନିଯୁକ୍ତିରେ ଡିଏଲ୍ଇଡି ଯେଉଁମାନେ କରିଛନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ସେମାନେ ଡିଏଲ୍ଇଡି 18 ମାସିଆ ଡିଏଲ୍ଇଡି ଯେଉଁ କରିଥିଲେ ଏନ୍ଆଇଏସ୍ରେ ସେମାନେ ଆବେଦନ କରିପାରିବେ। ବର୍ତ୍ତମାନ ତ 2023ରେ ଜେଟିରେ ସେମାନଙ୍କୁ ବିଚାରକୁ ନିଆଯାଇନଥିଲା, କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଗାମୀ ଯେଉଁ 45,000 ପାଖାପାଖି ନିଯୁକ୍ତି ଆସୁଛି, ପ୍ରତ୍ୟେକ ଯେଉଁମାନେ ଡିଏଲ୍ଇଡି କରିଛନ୍ତି ପ୍ରତ୍ୟେକ ଆଶାୟୀ ସେମାନେ ଆବେଦନ କରିପାରିବେ ଏବଂ ଯେଉଁମାନେ ତା'ର ଯେମିତିକି OTET ପାସ୍ କରିଥିବା ଦରକାର ଏବଂ ତା'ର କ୍ୱାଲିଫିକେସନ୍ ଯାହା ରହିଛି ସେଗୁଡ଼ିକୁ ଯଦି ସେମାନଙ୍କ ପାଖରେ ଥିବ ସେମାନେ ଆବେଦନ କରିପାରିବେ। ପ୍ରଥମେ ଦେଖିବା ନିଯୁକ୍ତି କ'ଣ ରହିଛି। ଦେଖନ୍ତୁ, ଯେଉଁମାନେ ଏନ୍ଆଇଏସ୍ରେ 18 ମାସର ଡିଏଲ୍ଇଡି କରିଥିଲେ ସେମାନଙ୍କୁ ନିଯୁକ୍ତିରୁ ବଞ୍ଚିତ କରିଥିଲେ ଏବଂ ହାଇକୋର୍ଟରେ ସେମାନେ ଯେଉଁ ପ୍ରାର୍ଥୀମାନେ ବଞ୍ଚିତ ହୋଇଥିଲେ ସେମାନେ ହାଇକୋର୍ଟଙ୍କର ଆଶ୍ରୟ ନେଇଥିଲେ। ବର୍ତ୍ତମାନ ହାଇକୋର୍ଟ ସେହି ସରକାରଙ୍କର ବିବାଦୀୟ ରାୟକୁ ରଦ୍ଦ କରିଛନ୍ତି ଏବଂ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ 3 ମାସ ଭିତରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 2023 ସେପ୍ଟେମ୍ବର 10ରେ 20,000 ଜୁନିୟର ଶିକ୍ଷକ ବା ସ୍କିମାଟିକ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଆସିଥିଲା ଏବଂ ସେଥିରେ ଯେଉଁମାନେ ଡିଏଲ୍ଇଡି 18 ମାସିଆ କରିଥିଲେ ଆବେଦନ କରିଥିଲେ ସେମାନଙ୍କୁ ପରେ ଆଉ ଗୋଟିଏ ବିଜ୍ଞପ୍ତି ଯେଉଁଟାକି 2024 ଜାନୁଆରୀ 16ରେ ଗୋଟେ ବିଜ୍ଞପ୍ତି ଅଣାଯାଇଥିଲା ଏବଂ 2017-19 ମଧ୍ୟରେ ଯେଉଁମାନେ ଏନ୍ଆଇଏସ୍ ମଧ୍ୟରେ ଡିଏଲ୍ଇଡି ମୋଡ଼ରେ 18 ମାସର ଡିଏଲ୍ଇଡି କରିଥିଲେ ODL ମୋଡ଼ରେ ସେମାନଙ୍କୁ ବିଚାରକୁ ନିଆଯିବ ନାହିଁ ବୋଲି ଗୋଟେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ଏହାପରେ ପ୍ରାର୍ଥୀମାନେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଲା ବା ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଲା। 18 ମାସର ଯେଉଁମାନେ ଡିଏଲ୍ଇଡି କରିଛନ୍ତି ସେମାନେ ମଧ୍ୟ ଜେଟି ପାଇଁ ବା ଜୁନିୟର ଟିଚର୍ ପାଇଁ ଏଲିଜିବୁଲ୍ ଯଦି ସେମାନେ ଅନ୍ୟାନ୍ୟ ସର୍ତ୍ତ ଗୁଡ଼ିକୁ ପୂରଣ କରୁଛନ୍ତି। ବିଜ୍ଞାପନରେ 2 ବର୍ଷର ଡିଏଲ୍ଇଡି ଯୋଗ୍ୟତା ଧାର୍ଯ୍ୟ କରାଯାଇଥିଲା। 18 ମାସର କୋର୍ସକୁ 2 ବର୍ଷ ସହିତ ସମାନ ଭ୍ରମଣ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସରକାର ଯୁକ୍ତି ବାଢ଼ିଥିଲେ ଏବଂ ସୁପ୍ରିମକୋର୍ଟଙ୍କର ପୂର୍ବରୁ ରାୟ ଥିଲା ଯେ ଡିଏଲ୍ଇଡି ଯେଉଁମାନେ କରିଛନ୍ତି ଏନ୍ଆଇଏସ୍ରେ ସେମାନେ ମଧ୍ୟ ନିଯୁକ୍ତି ପାଇପାରିବେ। ତେଣୁକରି ସୁପ୍ରିମକୋର୍ଟଙ୍କର ଏହି ରାୟ ଏବଂ ହାଇକୋର୍ଟଙ୍କର ବର୍ତ୍ତମାନ ରାୟ ଏ ଦୁଇଟା ଡିଏଲ୍ଇଡି ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆଣିଦେବ, ନିଯୁକ୍ତି ସେମାନେ ପାଇପାରିବେ।